ନାଇଁ ମୁଁ ତ କହି ଆସିଛି ଆଜିକି 50 ବର୍ଷ ପୂର୍ବେ ଧୀର ଭାଇଙ୍କା ତାଙ୍କ ସାଙ୍ଗରେ ମୁଁ ଦୌଡ଼ିଥିଲି ବହୁତ ବିଜୁଙ୍କ ପାଖକୁ ଗୋଟେ ସିନେମା ଷ୍ଟୁଡ଼ିଓ କରିବା ବୋଲି। ଆପଣ ଠିକ୍ ପଚାରିଲେ 90 ବର୍ଷ ହେଇଗଲା ତଥାପି କୌଣସି ମାନ୍ୟତା ନାହିଁ। କାହିଁକି ନାହିଁ ତା ଆନ୍ସର ରେଡ଼ି ଅଛି। ବିକଜ ସରକାର ମାନ୍ୟତା ନାହିଁ। ସରକାର କରିବେ ବିକଜ ପଇସା ସରକାରଙ୍କ ପାଖରେ ଅଛି। ପଇସା ଆପଣ ଦେଖନ୍ତୁ ଆଉ କାହା ପାଖରେ ନାହିଁ। ସରକାର ଯଦି ଟିକେ ମାନେ ବିଚାର କରନ୍ତେ, ମନେକର ବର୍ତ୍ତମାନ ଆମର ଯେ ମାନନୀୟ ମୁଖ୍ୟମନ୍ତ୍ରୀ ଆସିଛନ୍ତି, ସିଏ ନନ୍ ମ୍ୟୁଜିକାଲ ଲୋକ ଯଦି ହେବେ ତାହେଲେ କିଛି ହେଇପାରିବନି। ଇଣ୍ଡଷ୍ଟ୍ରିରେ କିଛି ହେଇପାରିବନି। ହି ମଷ୍ଟ ବି ଆର୍ଟିଷ୍ଟିକ୍ ପର୍ସନ୍। କାହିଁକିନା ଏ ଫିଲ୍ମ ଇଣ୍ଡଷ୍ଟ୍ରିଟା ହେଉଛି ଆର୍ଟ। ସେ ଯଦି ଆମର ୱିଥ୍ ଦି ଗ୍ରେସ୍ ଅଫ୍ ଗଡ଼୍ ଆମର ମୁଖ୍ୟମନ୍ତ୍ରୀ ତାଙ୍କ ସହିତ ଆମର ଆସୋସିଏସନ୍ ଯାଇ ମିଟ୍ କରି କହିବ ସାର୍ ଏଇ 90 ବର୍ଷ ଭିତରେ ଆମେ କ'ଣ ଚେଷ୍ଟା କରିନୁ, କିନ୍ତୁ କେହି ଶୁଣିଲେନି। ଅନ୍ୟାନ୍ୟ ବିଷୟରେ କି 1000 କୋଟି ଟଙ୍କା 500 କୋଟି ଟଙ୍କା ଆମଙ୍କର ଡେଭଲପମେଣ୍ଟ ପାଇଁ ଏତେ କୋଟି ଟଙ୍କା ସବୁ ଦିଆଯାଉଛି, କିନ୍ତୁ କେବେ ଆପଣ ଶୁଣିଛନ୍ତି କି ଫିଲ୍ମ ଇଣ୍ଡଷ୍ଟ୍ରିର ଡେଭଲପମେଣ୍ଟ ପାଇଁ 1000 କୋଟି ଟଙ୍କା ଦିଆଗଲା। ଦେଖନ୍ତୁ କେମିତି ଚମତ୍କାର ହେବ। ପୁରା 700 ସିନେମା ହଲ୍ ହେଇଯିବ। ହୋଲ୍ ଇଣ୍ଡଷ୍ଟ୍ରିରେ ଚିଫ୍ ମିନିଷ୍ଟର ଅର୍ଡ଼ର ଦେବେ। ପ୍ରତ୍ୟେକ ସେକ୍ରେଟାରୀଙ୍କୁ ଡାକିକି ଚିଫ୍ ମିନିଷ୍ଟର ଗୋଟେ ମିଟିଂ କରିବେ ଯେ ସବୁଆଡ଼େ ଚିତ୍କାର ହେଉଛି ଯେ ଆମର ଇଣ୍ଡଷ୍ଟ୍ରିଟା କିଛି ଇମ୍ପ୍ରୁଭ୍ ହୋଇପାରୁନି। 100 ବର୍ଷ ହେବାକୁ ଆସିଲାଣି। ଏହାର କାରଣ କ'ଣ? ଆପଣମାନେ ସବୁ କଲେକ୍ଟରକୁ ଡାକନ୍ତୁ, ପ୍ରତ୍ୟେକ ଡିଷ୍ଟ୍ରିକ୍ଟର କଲେକ୍ଟରମାନଙ୍କୁ ଡାକନ୍ତୁ ଆଉ କହନ୍ତୁ ଗୋଟିଏ ଜାଗା ମାର୍କେଟ ପ୍ଲେସ୍ ପାଖରେ ଫାଇଣ୍ଡ ଆଉଟ୍ କର ଯେଉଁଠିକି ତଳେ ସପିଂ କମ୍ପ୍ଲେକ୍ସ ହେବ, ଉପରେ 2ଟା ଥିଏଟର 250 ଆଉ 1000 କ୍ୟାପାସିଟି ବାଲା ଥିଏଟର ଦରକାର ନାହିଁ। 250 ଥିଏଟର ହେବ। ଟୋଟାଲ ଓଡ଼ିଶାରେ ଆପଣ ଭର୍ତ୍ତି କରିଦିଅନ୍ତୁ 700 ଥିଏଟର। 250 ଯଦି କରିବେ ଥିଏଟର ସମସ୍ତେ ଯିବେ ପିକ୍ଚର ଦେଖିବା ପାଇଁ। 1000 ସିଟ୍ରେ ହେଇପାରୁନି। ଟିକେଟ୍ ଗୁଡ଼ାକ ଆପଣ ଟିକେଟ୍ର ପ୍ରାଇସ୍ ବି ବେଶୀ ରଖିବେନି। ପଇସା ଆସିଲେ ଆପଣ କ'ଣ ଭାବୁଛନ୍ତି ଆମର ଓଡ଼ିଆ ପ୍ରଡ୍ୟୁସର ମାନେ ଖରାପ? ଦେ ଆର୍ ଭେରି ନାଇସ୍ ପିପଲ୍। ଓଡ଼ିଆ ପ୍ରଡ୍ୟୁସର ମାନେ ଭଲ, ଓଡ଼ିଆ ଡାଇରେକ୍ଟର ମାନେ ଭଲ। ଇଣ୍ଡଷ୍ଟ୍ରି ଗରିବ, ଟୋଟାଲ ଗରିବ। କେମିତି କରିବା? ପ୍ରଡ୍ୟୁସର ଯଦି କୋଟିଏ ଟଙ୍କା ଲଗାଉଛି, ମୋର ଏତେ ଜଣ ଆସିଷ୍ଟାଣ୍ଟ ସମସ୍ତେ ଡାଇରେକ୍ଟର କହୁଛନ୍ତି ଭାଇନା 40 ଲକ୍ଷ ବି ଆସୁନି, କିଏ କହୁଛି 22 ଲକ୍ଷ ଆସିଲାନି ଆମର, ତାହେଲେ ଭାଇନା ସେକେଣ୍ଡ ପିକ୍ଚର କେମିତି ହେବ? ୟାର କାରଣ କ'ଣ? ପ୍ରଡ୍ୟୁସର ପାଖକୁ ପଇସା ଆସିଲେ ସେ କାହିଁକି ସେକେଣ୍ଡ ପିକ୍ଚର କରିବନି? ଦ୍ୱିତୀୟ ପିକ୍ଚର କାହିଁକି କରିବନି? ବିକଜ ଆଉ ପିକ୍ଚର ହେଇପାରୁନି। 90 ବର୍ଷ ଛାଡ଼ିକି 90 ବର୍ଷ ହେଇଯାଉ, ଯଦି ସରକାର ହେଲ୍ପ ନ କରିବେ ଆମର କେବେ ହେଲେ କିଛି ହେଇପାରିବନି। ଆମେ ସିନେମା ହଲ୍ କଲେ ପବ୍ଲିକ୍ ଆସିଲେ ପଇସା ଆସିଲେ ପ୍ରଡ୍ୟୁସରକୁ ପଇସା ମିଳିଗଲା, ପ୍ରଡ୍ୟୁସର ସେକେଣ୍ଡ ପିକ୍ଚର ଫ୍ଲୋ କରିଦେଲା। ତାହେଲେ ଆପଣ କହୁଛନ୍ତି ମାନ୍ୟତା ହେଉନି। ଏକଦମ ମାନ୍ୟତା ହେବ। ନମ୍ବର ଅଫ୍ ମୁଭିଜ୍ ହେବ, ଚାରିଆଡ଼େ ପବ୍ଲିସିଟି ହେବ, ସମସ୍ତେ ସିନେମା ଦେଖିବା ପାଇଁ ଯିବେ। ଏବେ କାଁ ଭାଁ ଗୋଟେ ପିକ୍ଚର କହୁଛନ୍ତି 5 କୋଟି ଟଙ୍କା ଆସିଗଲା, ଫଲାନା 6 କୋଟି ଟଙ୍କା ଆସିଗଲା, ବାକି ଯେଉଁ 500 ପିକ୍ଚର ହେଇପାରିଲାନି, ଆଉ ହେଇପାରୁନି। କରୁନାହାନ୍ତି, ଡରିକି କରୁନାହାନ୍ତି ଯେ ରିଟର୍ଣ୍ଣ ତ ଆସିବନି।